ଆପଣ ଦେଖିବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁଚି ହେଇଯିବ, ବିଜେଡି ପୁଚି ହେଇଯିବ, ବିଜେଡି ରହିବ କି ନାହିଁ ଆପଣ ଦେଖନ୍ତୁ। ଇଏ ଗୋଟେ ବିରାଟ ଦଳ, ଇଏ ଦଳରୁ ଇଏ ଅଞ୍ଜୁଳି ପାଣି ଚାଲିଗଲେ ଜଣା ପଡିବ ସେ ଆମ नरेंद्र मोदी नरेंद्र मोदी नितिन नवीन जय हिंद। ବିଜେଡି ଦଳ ଛାଡ଼ି ବିଜେପିରେ ମିଶିଲେ ଶତାଧିକ ଲଘୁ ସମ୍ପ୍ରଦାୟର ଲୋକେ। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ତେନ୍ତୁଳିଆପଡ଼ା ମୁସଲିମ ବସ୍ତିର 100ରୁ ଉର୍ଦ୍ଧ୍ୱ ଲଘୁ ସମ୍ପ୍ରଦାୟର ଲୋକେ ଆଜି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବିଜେଡି ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ଖଇରାଠାରେ ଅନୁଷ୍ଠିତ ହୋଇଥିବା ବେଳେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, 5 ନମ୍ବର ଜୋନ୍ ଜିଲ୍ଲା ପରିଷଦ ମାନସ କୁମାର ଦାସ, କୁପାରୀ ମଣ୍ଡଳର ବିଜେପି ଯୁବନେତା ପ୍ରୀତେଶ କୁମାର ମହାପାତ୍ର, ମଣ୍ଡଳ ସଭାପତି ସୁମନ୍ତ କୁମାର ଜେନାଙ୍କ ସମେତ ବିଜେପି ନେତାମାନଙ୍କ ଉପସ୍ଥିତିରେ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଟୋପି ପିନ୍ଧାଇ ଆନୁଷ୍ଠାନିକ ଭାବେ ବିଜେପି ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଦ୍ୱାରା ଆଗାମୀ ଦିନରେ ସିମୁଳିଆ ଖଇରାରେ ବିଜେପି ଦଳ ଅଧିକ ମଜବୁତ ହେବ ବୋଲି ବିଧାୟକମାନେ କହିଥିଲେ। ସେହିଭଳି 2 ଦିନ ପୂର୍ବରୁ କୁପାରୀ ଜୋନ୍ରେ କିଛି ନେତା ବିଜେପି ଦଳ ଛାଡ଼ିଥିବା ବେଳେ ସେମାନେ କେବେ ବିଜେପି ଦଳରେ ନଥିଲେ, ନିଜର ସ୍ୱାର୍ଥ ପାଇଁ ବିଜେପି ଦଳରେ ମିଶିଥିଲେ। ସ୍ୱାର୍ଥ ହାସଲ ନ ହେବାରୁ ସେମାନେ ଦଳ ଛାଡ଼ିଛନ୍ତି। ଏହା ଦଳ ପାଇଁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି। ଆପଣ ଗୋଟିଏ କଥା କହୁଛି, 4 ଦିନ ପୂର୍ବରୁ ରଘୁନାଥପୁର ଚାଟବାଡ଼ ପ୍ରାୟ 1000 ମୁସଲମାନ ମିଶିଲେ ଆମ ଜାଗାରେ। ପୁଣି ଆଜି ମଧ୍ୟ ତୁଡ଼ି ଓଡ଼ିଆରୁ ସବୁ ମୁସଲମାନ ମାନେ ଆମର ଲଘୁ ସମ୍ପ୍ରଦାୟ ମାନେ ତେଣୁ ଇଏ ଗୋଟେ ବିରାଟ ଦଳ, ଇଏ ଦଳରୁ ଇଏ ଅଞ୍ଜୁଳି ପାଣି ଚାଲିଗଲେ ଜଣା ପଡିବ ସେ ଆମ। ମୁଁ ଖାଲି ଏତିକି କହିବି, ସେମାନଙ୍କର ଯୋଉ ମାନସିକତା ଯେ ମୁଁ କାହା ବିରୁଦ୍ଧରେ କହିବାକୁ ଚାହୁଁନି, ମୁଁ ଚାହୁଁଛି ତାଙ୍କର କିଏ ସେ ଦଳର ନଥିଲେ ନାହାନ୍ତି। ମୁଁ ଖାଲି ଏତିକି କହିଦେଲି, ସେମାନେ ଆମର କୁପାରୀରେ ଯୋଉମାନେ ମିଶିଛନ୍ତି ଆମ ପାଇଁ କିଛି ଫରକ ପଡ଼ିବ। ସାଙ୍ଗଠନିକ ଆପଣମାନେ ଜାଣିଛନ୍ତି ଆମର ସିମୁଳିଆ ଖଇରାରେ ସାଙ୍ଗଠନିକ ବହୁତ ସୁଦୃଢ଼, ଖଇରାରେ ମଧ୍ୟ ବହୁତ ସୁଦୃଢ଼ ଆମର ବିଜେପିର। ଆପଣ ଦେଖିବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁଚି ହେଇଯିବ, ବିଜେଡି ପୁଚି ହେଇଯିବ, ବିଜେଡି ରହିବ କି ଆପଣ ଦେଖନ୍ତୁ। ଏବଂ ସବୁଠାରୁ ଆନନ୍ଦର କଥା ଯୋଉଟା କି ବିଜେପି ବିରୋଧ କରେ, ବିଜେପି କି ବିରୋଧ କରନ୍ତି ଯୋଉ ସମ୍ପ୍ରଦାୟ ମାନେ ଲଘୁ ସମ୍ପ୍ରଦାୟ, ସେମାନେ କ୍ରମାଗତ ପୁଣି ଆଉ କିଛି ଦିନ ପରେ 26 ତାରିଖ ଭିତରେ ପୁଣି ମିଶୁଛନ୍ତି କିଛି। ତେଣୁ ଆମ ଦଳ ଠିକ ଅଛି, ଦଳର ବହୁତ ମଜବୁତ ଦିନ ଦିନ ବଢି ଚାଲିଛି, ପୁଣି ଆହୁରି ଚାଲିବ। ଆହୁରି ମଧ୍ୟ ଲୋକ ମିଶୁଛନ୍ତି, ଲାଭଦାୟକ। ମୁସଲମାନ ମାନେ ସବୁ ମିଶିଲେ ଦେଖୁଛନ୍ତି ଆପଣଙ୍କର ଉତ୍ତୁରୀ ପକେଇ ଯୋଉ ଉତ୍ତୁରୀକି ଘୃଣା କରୁଥିଲେ, ଯୋଉ ଟୁପିକି ଘୃଣା କରୁଥିଲେ, ସିଏ ଆଜି ନିଜେ ଜବରଦସ୍ତି ଆସିଛନ୍ତି। ଏବଂ ସେମାନେ ମତେ ରିକ୍ୱେଷ୍ଟ କରି 4 ଦିନ ହେଲା କହୁଛନ୍ତି ନନା ଆମେ ଆପଣଙ୍କ ସାଙ୍ଗରେ ମିଶିବୁ। ଆଜି ସେ କ'ଣ କରିଥିଲେ, ନନା ଆପଣଙ୍କ ପାଖରେ ଡାଇରେକ୍ଟ ମିଶେଇ ଦେବାକୁ ଆମକୁ ସୁଯୋଗ ଦଉନଥିଲେ, କିନ୍ତୁ ଆଜି ସେ ସିଧା ମିଶିଲେ, କିଛି ଅସୁବିଧା ନାହିଁ। ସିଏ ଯୋଉ କିଏ କୁପାରୀର କିଏ ମିଟିଂ କରି ମିଶିଲା, ସେ କୋଉ ଦଳର ଥିଲା ତା ହିସାବରେ ଆମର ନଥିଲା। ମୁଁ ଆପଣଙ୍କ ପାଖରେ କହିଦେଲି, ଗୋଟିଏ କଥା ହଉଛି ଖଣି, ଗୋଟିଏ କଥା ଖଣି ଯଦି 97ଟା ଚୋରା ଖଣିକି ମୁଁ ଚରେଇଦେବି, ସେ ମୋ ପାଖ ଗାଁ ହଉଛି ତେନ୍ତୁଳିଆପଡ଼ା ମୁସଲିମ ବସ୍ତି, ମୀର ଶମସୁଦ୍ଦିନ ମୁଁ କହୁଛି। ଆମର ବିଜୁ ଜନତା ପାର୍ଟିରେ ସବୁ ଥିଲେ, ଆଜି ବିଜୁ ଜନତା ପାର୍ଟିରୁ ତ୍ୟାଗ କରି ଆମ ପଦୁନାନା ବିଜେପିରେ ସବୁ ମିଶିଛନ୍ତି। ଆମର 60ରୁ 70 ଜଣ ଛୁଆ ମିଶିଛନ୍ତି ସବୁ ପିଲାମାନେ। ଆଉ ନୃସିଂହ ଆଉ ଆମ ଦାମ ଭାଇ ନେତୃତ୍ୱରେ ଆମେ ସବୁ ଆସିକି ବିଜେପିରେ ଜଏନ୍ ଦେଇଛୁ। ବିଜେଡିରେ ଆମେ ଥିନୁ, ବିଜେଡିରେ ଆମର କଥା ଶୁଣିଲେ ନାହିଁ, ଆମର କିଛି କାମ କଲା ବେଳୁ ସେ କାମ କରିଲେ ନାହିଁ, ସେଇପାଇଁ ଆମେ ଆସିକି ବିଜେପିକୁ ତ୍ୟାଗ କରି ଆମେ ରିଜାଇନ୍ କରିକି ଆମେ ଆସିକି ବିଜେପିରେ ଆମେ ବହୁତ ଖୁସି ଅଛୁ, ନାନା ସାଙ୍ଗରେ ମିଶିକି ବହୁତ ଖୁସି ଅଛୁ। ବାଲେଶ୍ୱର ଖଇରାରୁ ଧନଞ୍ଜୟ ପଣ୍ଡାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।